ঘরে পড়িব ମୁଁ ଓଡ଼ିଶା ଛାଡ଼ିଦେବି। କାହିଁ ଓଡ଼ିଶା କଣ ସରକାର ବଦଳି ଗଲେ ବୋଲି ସରକାର ବଦଳିଲା ମୋର ବଙ୍କା ହେଇଗଲା। ସରକାର ମୁଁ ହଉଛି ରଙ୍ଗେଲା ସିଙ୍ଗର ଗାନ ଗାନ କରୁଛି ପେଟ ବସି ଗୀତ ଗାଉଛି ପେଟ ବସୁଛି। ସରକାର ବଦଳିଲା କଣ ମୋର ବଙ୍କା ହେଇଗଲା। ଶୁଣ ମେଲୋଡି ଗୋଟେ ଏମିତି ଜିନିଷ ସେ କଣ୍ଟିନ୍ୟୁ ଅଛି। ଯୋଉ ମେଲୋଡି ସିଙ୍ଗର ଆନ୍ସର ପୁରା ପର୍ଯ୍ୟନ୍ତ ପଇସା ଅଛି। ବର୍ତ୍ତମାନ ମେଲୋଡି କୋଉ କୋଉ ଲେବୁଲ ହଉଛି। ଝିଅ ଦେଖା ଦେଖିରୁ ମେଲୋଡି ଆରମ୍ଭ ହେଇଗଲା। ଝିଅ ଦେଖା ଦେଖିରୁ ମେଲୋଡି, ମୁଦି ପିନ୍ଧାରେ ମେଲୋଡି, ନିର୍ବନ୍ଧରେ ମେଲୋଡି, ବାହାଘରରେ ମେଲୋଡି, ଚତୁର୍ଥୀରେ ମେଲୋଡି, ପିଠା ହେଇକି ଗଲା ବେଳେ ମେଲୋଡି, ସେଠି ଯାଇକି ଝିଅ ପହଞ୍ଚିଲା ପରେ 2 ମାସ ପରେ ତାର ବାନ୍ତି କଲା ସେଠି ମେଲୋଡି। ସେଠି ବି ହଉଛି ବର୍ତ୍ତମାନ ଟୋକା ଲୋକ କୁଆଡେ କୁଆଡେ ମାରିଦେଲେ। ମୁଁ ବାପା ବୁଝିପାରୁଛ ବାପା ଯାଉଛି ସେଦିନ ମେଲୋଡି, ତାପରେ ସେ ଛୁଆ ଜନ୍ମ ମେଲୋଡି, 21 ମେଲୋଡି, 16 ପାଲା ପର୍ଯ୍ୟନ୍ତ ମେଲୋଡି ଅଛି। ଗୋଟେ ଗୋଟେ ଲୋକର ଯଦି ଏତିକି ମେଲୋଡି ହବ ସାରା ଓଡ଼ିଶାରେ କେତେ ଲୋକ ମେଲୋଡି ଭଲ ହବ। ତେଣୁ ମୁଁ କାହିଁକି ମୋର ଅସୁବିଧା କିଛି ନାହିଁ। ଅସୁବିଧା କିଛି ଓଡ଼ିଶା ଛାଡ଼ିଦେବି ଏଇ ପୁଣି କାନ୍ଦୁରାଣୀ ଏଇ ଶ୍ୱଶୁର ପୁଅ ବୁଝିପାରୁନ କେମିତି? କଣ ଘରେ କଣ କିଛି ଅସୁବିଧା ହେଇଛି ନା କଣ? ମୁଁ ଶୁଣୁଛି ମଧୁଟା ବନ୍ଦ ହେଇଯିବ। ଘରେ କିଛି ଅସୁବିଧା ହେଇଛି ମଧୁଟା ବନ୍ଦ ହେଇଯିବ। ମଦ ବନ୍ଦ ହେଲେ ଆମେ ବଞ୍ଚିବୁ କେମିତି? କଣ ମତ ବଦଳି ବଞ୍ଚି ପାରିବି ନା ଶୁଣ ମାଲ ପିଲା ପରେ ଗୀତ ଗାଇବା ଯେତିକି ମୋର ଇମ୍ପୋର୍ଟାଣ୍ଟ ନୁହଁ, ମାଲଟା ପିଲା ପରେ ରୋଷ୍ଟିଂ କରିବାଟା ସେତିକି ଗୁରୁତ୍ୱପୂର୍ଣ୍ଣ। ତୁ ସେ କାମ କରୁଛୁ? সোশিয়াল মিডিয়া রোস্টিং করছে, রোস্টিং শয়ে এই যে আজকাল অধা লঙ্গড়া পিঁধিকি ঝিও মাইনা যে উৎপাত সব হচ্ছেন তাকে জগত করে যে হইতে মালটা মারতেও রোস্টিং করো। আও ভাউজ এই যে খেলা হবো এটা মাল ন পিনে করিবনি, ভাল মন্দ শুট করিব সেটা। তেমন ମୁଁ ଭାବୁଛି କଣ କରି, ମୁଁ ଭାବୁଛି ଏଇ ଗୁଜୁରାଟ ପଳେଇବି। ଗୁଜୁରାଟ ଗୁଜୁରାଟ କେବେଠାରୁ ମଦ ବନ୍ଦ ହେଲାଣି? ବୁଝିବ ବୋଲି ଆଉ ତାହେଲେ ଗୋଟେ କାମ କରୁଛି କେରଳ ପଳେଇବି। କେରଳ କେରଳ ହଁ କେରଳ ହଁ ସେଇଠି ପଳେଇବି। କେରଳରେ ଆଉ ମଦ ବି ମିଳୁନି, ଆଉ ଖାଲି ପଇଡ଼ ମିଳୁଛି। ଓ ଭୟ କେରଳ ଫଳ ମିଳୁଛି। ପଇଡ଼ ତୁ ପାଠ କରୁଛୁ ତ ବାବୁ? ସେ ଫଳ ଭଲ ମିଳୁଛି କେ ପାଟି ବନ୍ଦ କର। ପଇଡ଼ ପାଣି ପିଇ ମୁଁ ଶୁଣ ଆଜି ଜିନିଷ ପାଣି ପିଇବାକୁ ଗୋଟେ କାମ କରି ମୁଁ ଦେଶ ବାହାରକୁ ପଳେଇବି। ଦେଶ ବାହାରକୁ? ଦେଶ ବାହାରକୁ ମାନେ ମୁଁ ହୁନୁଲି ପଳେଇବି। ହୁନୁଲି ତୁ ସବୁ ଜାଗା ବାହାର କରୁଛୁ। ହୁନୁଲୁଲୁ ଆରେ ହୁନୁଲି ପଳେଇ ସେଠି କଣ କରୁଛୁ? ସେଠି ଅଲଗା ପ୍ରକାର, ସେଠି ମଦ ନାହିଁ ଫଦ ନାହିଁ କିଛି ନାହିଁ, ସେଠି ହଉଛି ଅଲଗା ଜିନିଷ ଅଛି। କଣ ଅଲଗା ଜିନିଷ? ଯେମିତି ଶୁଣ ଆମର ଯେମିତି ଓଡ଼ିଶାରେ କଣ ହେଇଛି ଯୋଉ ଗଞ୍ଜଳ ମାନଙ୍କ ପାଇଁ ଗୋଟେ ଗୋଟେ ଟୁଙ୍ଗି ଘୋଳା ହେଇଛି। ତୋର ଯୋଉ ଗଞ୍ଜଳ ଗରିବ ଯିଏ ସାରା ଗଞ୍ଜେଇ ଟାଣେ ସେ 5 ଟଙ୍କା ଦେଇପାରୁନି, ତା ପାଇଁ ବ୍ୟବସ୍ଥା କରିଦିଆ ହେଇଛି। ଗୋଟେ ଜଳେଶ୍ୱର ପୋଲ ତଳେ ଅଛି ମୁଁ ଦେଖିଛି, ସୋଠା 60 ପଇସା। ତୋର 5 ଟଙ୍କା ଦେଇ କିଣା ନାହିଁ, ଖାଲି ଗୋଟେ ସୋଠା ଟାଣିବ 60 ପଇସା ଦେବ ଆସିବ। ସେମିତି ହୁନୁଲୁରେ ସେଠି ସାପ ଗରଳ ବିକ୍ରି ହଉଛି। ସାପ ଗରଳ ବିକ୍ରି ଟୋପା 10,000। ତୁ ଖାଲି ଯିବୁ ସେ କାଚ ଭିତରେ ଯିବ ପୁରେଇବୁ, ସେ ଟୋପେ ପକେଇଦେବେ 10,000 ଦେବ ଆସିବ। ନା ନିଶା ମତେ ଦରକାର ମାନେ ମୁଁ ପଳେଇବି ଆଉ। ଆରେ ହଁ ମୁଁ ମୁଲି ଟଙ୍କା ପଠେଇ ଦେଇଛି। ଆରେ ହଁ 25,000 ଟଙ୍କା ପଠେଇ ଦେଇଛି। କଣ କହିଲ? ବାକି ଟଙ୍କା ନଦେଲେ ତମେ ଦବନି? ଦେଖ ନାଇଁ 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 ସାର୍, ତମେ ଶିକାରେ ନଦେଲେ ମୋ ମୁଣ୍ଡ ଖରାପ ହେଇଗଲାଣି। ଅଲରେଡି ମୋ ଟାଇମ୍ ହେଇଗଲାଣି। ପ୍ଲିଜ୍ ସାର୍, ମୁଁ ତମ କଥା 2 ଦିନ ଭିତରେ ମୁଁ ତମକୁ 2 ଲକ୍ଷ ଟଙ୍କା ପଠେଇଦେବି। ଟିକେ ଶୁଣ 2 ଲକ୍ଷ ମୁଁ ଦେଇଦେବି। ପ୍ଲିଜ୍ ସାର୍, ଆରେ ମୋ କଥା ଟିକେ ଶୁଣ। ତୁ କି ସିଗାରେଟ ଟାଣୁଛୁ? ସିଗାରେଟ ଗୁଡାକୁ 25,000। ସିଗାରେଟ ଟାଣୁଛୁ ନା ସୁନା ଟାଣୁଛୁ? ତାପରେ ସେ ଦୋକାନରେ 2 ଲକ୍ଷ ଟଙ୍କା ବାକି ରଖୁଛୁ। ତୁ ସିଗାରେଟ ବାହାନା ଡ୍ରଗ୍ସ ଖାଉ? ମୁଁ କାହିଁକି କଣ ହାଇ ହେଡ୍ ଡ୍ରଗ୍ସ? ତ ମମି ଡାଡି ରାଣା ପକେଇ କରୁ ତ ଜଣେ ଡ୍ରଗ୍ସ ଖାଉଛୁ। ମମି ଡାଡି ତ ଜୀବନ ଠାରୁ ବେଶୀ ଭଲ ପାଆନ୍ତି। କଣ ସାର୍ ତାଙ୍କ ରାଣା ପକେଇ ଡ୍ରଗ୍ସ ଖାଉ ଯାଏ? ସାଙ୍ଗ ମୁଁ ଡ୍ରଗ୍ସ ଖାଉଛି। ଡ୍ରଗ୍ସ ଖାଉଛୁ? ମୁଁ ଦେଖିଛି କେତେବେଳେ କେମିତି ଗୋଟେ ସିଗାରେଟ ଟାଣୁଛୁ। ସାରା ସିଗାରେଟ ଡ୍ରଗ୍ସ ତାହେଲେ ଇଏ ସବୁ କାଣ୍ଡ ତତେ ଶିଖି ସେ ଶ୍ୱଶୁର ପିତା କର।
ସେ ଶଳା ଭଙ୍ଗା ନା